ଆପଣମାନଙ୍କୁ ମୁଁ କହୁଛି ଯେ ସେତେବେଳେ କ'ଣ ଅତନୁ ସବ୍ୟସାଚୀ ମହୋଦୟ ଯାଇକି ସମ ହସ୍ପିଟାଲରେ ନିଆଁ ଲଗାଇଥିଲେ? ଯେଉଁମାନେ ସରକାରରେ ଅଛନ୍ତି ସେଇମାନେ ମଧ୍ୟ ସେତେବେଳେ ଦାବି କରିଥିଲେ ମନ୍ତ୍ରୀ ତୁରନ୍ତ ରିଜାଇନ୍ ଦିଅନ୍ତୁ ଏବଂ ଯେଉଁମାନେ ମେଡ଼ିକାଲ କର୍ମକର୍ତ୍ତା ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା ସିଏ କ'ଣ ନିଆଁ ଲଗାଇଥିଲେ? ସେତେବେଳେ କ'ଣ ନିଆଁ ଲଗାଇଥିଲେ? ସନ୍ତୋଷ ବାବୁ ଜାଣିନାହାନ୍ତି ବୋଧେ ଇତିହାସ। ସନ୍ତୋଷ ବାବୁ ସେତେବେଳେ ହାଉସ୍ରେ ନଥିଲେ। ତାଙ୍କରି ଦଳର ନେତାମାନେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯିଏ ଅଛନ୍ତି, ବର୍ତ୍ତମାନର ଯିଏ କୃଷି ମନ୍ତ୍ରୀ ଅଛନ୍ତି, ଉପମୁଖ୍ୟମନ୍ତ୍ରୀ ଅଛନ୍ତି, ସିଏ ଥିଲେ ହାଉସ୍ରେ। ସେ ଡିମାଣ୍ଡ କରିଥିଲେ ମନ୍ତ୍ରୀ ରେଜିଗ୍ନେସନ୍ ଦିଅନ୍ତୁ ଏବଂ ତାଙ୍କୁ ବିରୋଧୀ ଦଳଙ୍କୁ ସମ୍ମାନ ଦେଇ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଅତନୁ ସବ୍ୟସାଚୀ ନାୟକ ମହୋଦୟ ରେଜିଗ୍ନେସନ୍ ଦେଇଥିଲେ ଏବଂ ମେଡ଼ିକାଲର ମାଲିକଙ୍କୁ 3 ମାସ ଜେଲ୍ରେ ରହିବାକୁ ପଡ଼ିଥିଲା। ସେ ନିଆଁ ଲଗାଇଥିଲେ। ଏବେ ସରକାରଙ୍କ ଉପରେ ଯେତେବେଳେ ପଡ଼ୁଛି ଆମେ ଏକଥା କରିପାରିବୁ ନା। କାହିଁକି? ଆମର କ'ଣ ସେତେବେଳେ ମନ୍ତ୍ରୀ ସେଟା ଶସ୍ତା ପଡ଼ିଥିଲେ, ଏବେ ଦାମିକା ମନ୍ତ୍ରୀ ହେଇଛନ୍ତି ନା କ'ଣ? ଏବେ କ'ଣ ଦାମିକା ମନ୍ତ୍ରୀ ହେଇଛନ୍ତି? ଏବେ କାହିଁକି ସେ କଥାକୁ କାର୍ଯ୍ୟକାରୀ କରୁନାହାନ୍ତି? ଆପଣମାନେ ତ ସେତେବେଳେ ପ୍ରଚାର କରୁଥିଲେ ବହୁତ ଜୋରରେ, ବିରୋଧୀ ଦଳ ଏମିତି ଦାବି କଲେ, ବିରୋଧୀ ଦଳ ଚାହୁଁଛନ୍ତି ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। କାହିଁ ଆପଣମାନେ ତ ସେତେବେଳେ ସେ କ୍ୱେଶ୍ଚନ୍ କରୁନଥିଲେ ତାଙ୍କୁ? ଏବେ ଏ କ୍ୱେଶ୍ଚନ୍ କାହିଁ କରୁଛନ୍ତି ଆପଣମାନେ ଯେ ମନ୍ତ୍ରୀ ନିଆଁ ଲଗାଇ ନାହାନ୍ତି? ମନ୍ତ୍ରୀ କ'ଣ କେଉଁଠି ନିଆଁ ଲଗାନ୍ତି? ଉତ୍ତରଦାୟିତ୍ୱ ନେଇଥାନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କର ଦାୟିତ୍ୱ ଅଛି ବିଭାଗକୁ ସୁରକ୍ଷା ଦେବା, ବିଭାଗର ସମସ୍ତ କାର୍ଯ୍ୟକୁ ତଦାରଖ କରିବା, ବିଭାଗର ସମସ୍ତ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା, ଲୋକଙ୍କ ପାଇଁ, ଲୋକଙ୍କ ମଙ୍ଗଳ ପାଇଁ ବିଭାଗକୁ କାର୍ଯ୍ୟରେ ଲଗାଇବା। ଏ ହେଉଛି ମନ୍ତ୍ରୀଙ୍କ ଦାୟିତ୍ୱ। ଯଦି ସେହି ବିଭାଗରେ 13 ଜଣ ଲୋକ ମରିଗଲେ ମନ୍ତ୍ରୀଙ୍କର ଉତ୍ତରଦାୟିତ୍ୱ ମନ୍ତ୍ରୀ ବହନ କରିବା ଆବଶ୍ୟକତା ରହିଛି। କିଛି ଦଣ୍ଡଟା କ'ଣ? ଟ୍ରାନ୍ସପୋର୍ଟଟା ଗୋଟେ ଦଣ୍ଡ? ସେ ଚାର୍ଜରେ ଥିଲେ ଚାର୍ଜ ଚେଞ୍ଜ କରିଦେଲେ ସେଇଟା ଦଣ୍ଡ? ଆରେଷ୍ଟ କରୁନାହାନ୍ତି? ସାହସ ଅଛି ଆରେଷ୍ଟ କରନ୍ତୁ, ଆରେଷ୍ଟ କରି ରଖିଦିଅନ୍ତୁ। ଆମେ ଦେଖିବୁ ସରକାର ସତ୍ସାହସ ଅଛି। ଏ ସରକାର କଣ୍ଢେଇ ଭଳି ଲାଚୁଛନ୍ତି ଉପରୁ। ଯଦି ଆମର ଗୋଟେ ଆମ ସରକାର ବେଳେ କିଛି ଗୋଟେ ହେଇଯାଇଥିଲା ଯେଉଁ ସମ ହସ୍ପିଟାଲରେ, କେନ୍ଦ୍ରରୁ କେତେ ଜଣ ଆଇଥିଲେ ଆପଣମାନେ ମନେ ପକାନ୍ତୁ। 6 ନମ୍ବର ହସ୍ପିଟାଲ କେତେ ଥର ଘେରଉଥିଲା ମନେ ପକାନ୍ତୁ। କାହିଁ କେନ୍ଦ୍ରରେ ବା ଆମର 3 ଜଣ 2 ଜଣ ମନ୍ତ୍ରୀ ଅଛନ୍ତି, କାହିଁ ଜଣେ ଆସୁନାହାନ୍ତି କଟକ ହସ୍ପିଟାଲକୁ? ଭେଟୁନାହାନ୍ତି ଲୋକଙ୍କୁ ଯାଇ? ଆସୁନାହାନ୍ତି ପ୍ରଧାନମନ୍ତ୍ରୀ? ଆସୁନାହାନ୍ତି ଗୃହମନ୍ତ୍ରୀ? ଉତ୍ସବ ମନେଇବାକୁ ଚାଲି ଆସୁଛନ୍ତି ଓଡ଼ିଶାକୁ। ଲୋକ ଚର୍ଚ୍ଚାରେ ମଲେ କାହାରିକି ଦେଖାଯାଉ ନାହିଁ? କେନ୍ଦ୍ରମନ୍ତ୍ରୀମାନେ ଆସିପାରୁନାହାନ୍ତି? ଯେଉଁ ପରିବାର ଲୋକ ମରିକି ହାଉତାସ ହେଉଛନ୍ତି ତାଙ୍କ ଘରକୁ ଯାଇପାରୁନାହାନ୍ତି? ଆଗରୁ ତ ଚାଲି ଯାଉଥିଲେ, ଯେତେବେଳେ ବିରୋଧୀ ଦଳ ଥିଲେ ତ ଚାଲି ଯାଉଥିଲେ। ଏବେ କ'ଣ ହେଇଛି? ନିଜ ଉପରକୁ ଆସିଲେ ଏଇଟା ନିୟମ ନୁହଁ, ଆମ ବେଳେ ନିୟମ ଥିଲା। এইখানে নিয়মটা কার্যকারী হো না। তাଙ୍କ ମୁଣ୍ଡ ଫୁଣ୍ଡ ଖରାପ ହେଇଯିବ। ମ୍ୟାଡ଼ାମ୍ କାଲି ସୌମ୍ୟ ମିଶ୍ର କହିଛନ୍ତି ସନ୍ତୋଷ ମିଶ୍ର ଭୋଟ ଦେଇଥାନ୍ତି ଯେ ଯଦି ସନ୍ତୋଷ ମିଶ୍ର କହିଥାନ୍ତି ଯେ ହଁ ଆମର ବିଜୁ ନବୀନ ଫାଉଣ୍ଡେସନ୍ ଅଛି ମୁଁ ଖୁସିରେ ଭୋଟ ଦେଇଥାନ୍ତି, ସେ ମାନିଲେନି। ପରେ ନବୀନ ପଟ୍ଟନାୟକ ମାନିଲେ, ମୁଁ ସେଇ ଲାଗି ତାଙ୍କ ଫାଉଣ୍ଡେସନ୍ ତାଙ୍କର କ'ଣ ଅଛି? ମୋ ବାପାଙ୍କ ନାଁରେ ମୁଁ ଫାଉଣ୍ଡେସନ୍ କରିବି କ'ଣ? ତାଙ୍କୁ କହିବାକୁ ବାଧ୍ୟ। ନବୀନ ବାବୁ ତାଙ୍କ ବାପା ନାଁରେ ଫାଉଣ୍ଡେସନ୍ କରିବେ, ସିଏ କେସ୍ ତାଙ୍କୁ କହିବାକୁ ତାଙ୍କର ସବୁ ସତ୍ସାହସ ଅଛି ନବୀନ ବାବୁଙ୍କୁ ପ୍ରଶ୍ନ କରିବାକୁ? ये किए से नवीन बाबूठू टिकेट ने नवीन बाबूठू पैसा ने नवीन बाबू नाँ भोट जीतिक आसवे प्रश्न करने को साहस देला किए?